ସର୍ବପ୍ରଥମେ ମୁଁ ଏ ସାନସୁଆର ଗ୍ରାମର ଦିବଂଗତ ମାତା ସରସ୍ୱତୀ ନାଥଙ୍କ ସଦ୍ଗତି ନିମନ୍ତେ ସମସ୍ତଙ୍କ ନିକଟରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ମୋର ଅଶ୍ରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏହି ସ୍ମୃତି ସଭାରେ ଉପସ୍ଥିତ ସମସ୍ତ ରାଜ୍ୟ ଗୁଣୀଜ୍ଞାନୀ ଲୋକମାନଙ୍କୁ ସମ୍ମାନ ଏବଂ କନିଷ୍ଠମାନଙ୍କୁ ମୋର ସ୍ନେହ ଜ୍ଞାପନ କରୁଛି। ଆମର ବିରଜା କୃପା ସାହିତ୍ୟ ପରିବାର ତରଫରୁ ତାଙ୍କର ସୁପୁତ୍ର ରବୀନ୍ଦ୍ର ବାବୁଙ୍କ ଆମନ୍ତ୍ରଣ କ୍ରମେ ଭଉଣୀ ଗାୟତ୍ରୀ ଆମକୁ ଆଜି ସମ୍ବାଦ ଜଣାଇଲେ, ଯାହା ହଉ ଆମର ସୌଭାଗ୍ୟ। ଏଠାରେ ତାଙ୍କର ଆତ୍ମିକ ଆକର୍ଷଣରେ ଆମେ ଆସି ଉପସ୍ଥିତ ହୋଇ ବହୁତ କିଛି କଥା ଶୁଣିଲୁ। ନିଶ୍ଚିତ ଭାବରେ ସେ ମହିୟସୀ ମହିଳା ଥିଲେ ଏବଂ ମୁଁ ପରିଚୟ ଦେବାକୁ ଏତିକି ଚାହିଁବି ଯେ ଆମ ଘର ଉପର ବରୁଆ, ମୋ ନାଁ ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ। ମୁଁ ଜଣେ ସାହିତ୍ୟ ଏବଂ ସଂସ୍କୃତି ପ୍ରେମୀ ଭାବରେ ମୋର ଜୀବନକୁ ଅବସର ଜୀବନକୁ ଅତିବାହିତ କରୁଛି। ଅମୃତ ବୋଳା ମଧୁର ତାର ଡାକ, ନିର୍ମଳ ସ୍ୱଚ୍ଛ ପ୍ରଶାନ୍ତ ମୁଖେ ଭରା ସୁହାଗ ସୁଖ, ଅନୁପମତା କୋଳ ନାହିଁ ବିପଦ ସଂସାର ସାର, ନିର୍ଭର ସୁକୋମଳ ଥରଇ ଯାର ହୃଦୟ ତନ୍ତ୍ରୀ, ଦୁଃଖ କଷଣ କାଳେ ସୁଖ ସମ୍ପଦ ମନାସି ଲୁହ ଦିଅ ଚରଣେ ଢାଳେ। ମାଟି ପରି କିଏ ମମତାମୟୀ ଜନମଦାତ୍ରୀ, ଚଳନ୍ତି ଦେବୀ ସିଏ ଜନମ ଭୂଇଁ ଜନମ ମାଟି, ତାଲିପି କଥା ଗୀତ ନିବିଡ଼ ତାର ସ୍ନେହ ବନ୍ଧନେ ଜୀବନ ପ୍ରତିଭାତ, ମଧୁର ମାତୃଭାଷା ଜାତି ଉନ୍ନତି ମୂଳ ମନ୍ତର, କରିବି ନୀତି ଘୋଷା ମା ବିନା ସର୍ବେ ମୁତୁମ୍ଭେ ଆମେ, ସୃଷ୍ଟି ହିଁ ଅସମ୍ଭବ। ଈଶ୍ୱରୀ ମା ପାଦେ ତା ସ୍ୱର୍ଗ ସୁଖ ଶାନ୍ତି ବୈଭବ, ମା ପରମ ରାଧା ଜୟ ମାତୃଶକ୍ତି ମାଟି ମାତୃଭାଷା, ବରଦା ପୂଜ୍ୟା ସର୍ବଦା। জ্ঞান বিজ্ঞান তপস্যা সেবা মহৎ অনুভব, মোর জীবন স্পন্দন শক্তি নিত্য সঞ্চারী ভাব, যোগ সাধন মূল উন্নতি তার চরম লক্ষ্য, অটে মো জীবনর